କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ କଥା ହେବା ଲବଣ ସତ୍ୟାଗ୍ରହ ବିଷୟରେ 20 ଧାଡିରେ। ଲବଣ ସତ୍ୟାଗ୍ରହକୁ ଦାଣ୍ଡି ମାର୍ଚ୍ଚ ମଧ୍ୟ କୁହାଯାଏ। ଭାରତର ସ୍ୱାଧୀନତା ସଂଗ୍ରାମରେ ଏହା ଏକ ମହତ୍ୱପୂର୍ଣ୍ଣ ଘଟଣା ଥିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ 12, 1930 ମସିହାରେ ଆରମ୍ଭ ହୋଇ 6 ଏପ୍ରିଲ 1930 ମସିହା ପର୍ଯ୍ୟନ୍ତ ଚାଲିଥିଲା। ଗାନ୍ଧୀ ଏବଂ ତାଙ୍କ ଅନୁଗାମୀମାନେ ସାବରମତୀ ଆଶ୍ରମରୁ ଗୁଜରାଟର ଉପକୂଳବର୍ତ୍ତୀରୁ ଦାଣ୍ଡିକୁ ପ୍ରାୟ 240 ମାଇଲ, ଯୋଉଟାକି ହବ 390 କିଲୋମିଟର ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ଲୁଣ ଉତ୍ପାଦନ ତଥା ଲୁଣ ଟ୍ୟାକ୍ସ ଉପରେ ବ୍ରିଟିଶ ଏକଚାଟିଆ ନୀତି ବିରୁଦ୍ଧରେ ଏକ ଅହିଂସା ବିରୋଧ ଥିଲା, ଯାହା ପ୍ରତ୍ୟେକ ଭାରତୀୟ, ବିଶେଷ କରି ଗରିବ ଲୋକଙ୍କୁ ପ୍ରଭାବିତ କରିଥିଲା। ଲୁଣକୁ ବିରୋଧର ପ୍ରତୀକ ଭାବରେ ଚୟନ କରାଯାଇଥିଲା କାରଣ ଏହା ସମସ୍ତ ଭାରତୀୟଙ୍କ ଦ୍ୱାରା ବ୍ୟବହୃତ ଏକ ସାଧାରଣ ଅତ୍ୟାବଶ୍ୟକ ସାମଗ୍ରୀ ଥିଲା। ଏହି ପଦଯାତ୍ରାରେ ସମଗ୍ର ଭାରତବାସୀଙ୍କ ସମର୍ଥନ ଏବଂ ଅଂଶଗ୍ରହଣ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କଲା। ଲବଣ ସତ୍ୟାଗ୍ରହ ଗାନ୍ଧୀଙ୍କ ଅହିଂସା ପ୍ରତିରୋଧର ସିଦ୍ଧାନ୍ତ ଥିଲା, ଯେଉଁଠାରେ ବିକ୍ଷୋଭକାରୀମାନେ ହିଂସା ନକରି ଆନ୍ଦୋଳନ କରିଥିଲେ। ବ୍ରିଟିଶ ସରକାର ପ୍ରଥମେ ଏହି ପଦଯାତ୍ରାକୁ ଅଣଦେଖା କରିଥିଲେ, କିନ୍ତୁ ଏହା ବୃଦ୍ଧି ପାଇବା ପରେ ସେମାନେ ଗିରଫ ଏବଂ ଦମନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଧର୍ଷଣାଠାରେ ଯୋଜନାବଦ୍ଧ କାର୍ଯ୍ୟର କିଛି ଦିନ ପୂର୍ବରୁ ଗାନ୍ଧୀଙ୍କୁ 4-5 ମେ 1930 ମସିହା ମଧ୍ୟରାତ୍ରିରେ ଗିରଫ କରାଯାଇଥିଲା। ଏହି ଖବର ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା, ତେଣୁ ବିଶ୍ୱ ଗଣମାଧ୍ୟମରେ ବ୍ୟାପକ ରୂପେ ପ୍ରସାରିତ ହୋଇଥିଲା। ଏହି ଆନ୍ଦୋଳନରେ ମହିଳାମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସରୋଜିନୀ ନାଇଡୁଙ୍କ ପରି ନେତାମାନେ ସକ୍ରିୟ ଅଂଶଗ୍ରହଣ କରି ପାରମ୍ପରିକ ଲିଙ୍ଗଗତ ବୈଷମ୍ୟକୁ ଆହ୍ୱାନ କରିଥିଲେ। ଏହି ପ୍ରତିବାଦ ବ୍ରିଟିଶ ସାମଗ୍ରୀ ଏବଂ ସେବାକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା, ଯାହା ଉପନିବେଶ ପ୍ରଶାସନ ଉପରେ ଆର୍ଥିକ ଚାପ ସୃଷ୍ଟି କରିଥିଲା। ଲବଣ ସତ୍ୟାଗ୍ରହର ସଫଳତା ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ସଂସ୍ଥା ଭାବରେ ଭାରତୀୟ ଜାତୀୟ କଂଗ୍ରେସର ସ୍ଥିତିକୁ ଦୃଢ଼ କରିଥିଲା। ଲବଣ ସତ୍ୟାଗ୍ରହକୁ ଆଇନ ଅମାନ୍ୟ ଆନ୍ଦୋଳନର ଭିତ୍ତିଭୂମି ରୂପେ ଚିହ୍ନିତ କରାଯାଏ। ଏହି ଆନ୍ଦୋଳନ ବ୍ରିଟିଶ ସରକାରଙ୍କୁ ଭାରତୀୟ ନେତାଙ୍କ ସହ ଆଲୋଚନା କରିବାକୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା, ଯାହା ଫଳରେ ଗୋଲ ଟେବୁଲ ବୈଠକ ଆରମ୍ଭ ହୋଇପାରିଥିଲା। ଗାନ୍ଧୀ ଗିରଫ ହେବା ପରେ ମଧ୍ୟ ବିରୋଧ, ଧର୍ମଘଟ ଏବଂ ଲୁଣ ଉତ୍ପାଦନ ଅଭିଯାନ ଜାରି ରହିଥିଲା। ଲବଣ ସତ୍ୟାଗ୍ରହ ଭାରତରେ ବ୍ରିଟିଶ ନୈତିକ ଏବଂ ରାଜନୈତିକ ପ୍ରାଧିକରଣକୁ ଯଥେଷ୍ଟ ଦୁର୍ବଳ କରିଥିଲା। ଲବଣ ସତ୍ୟାଗ୍ରହ ଭାରତର ସ୍ୱାଧୀନତା ଆନ୍ଦୋଳନର ସର୍ବଶ୍ରେଷ୍ଠ ଘଟଣା ମଧ୍ୟରୁ ଅନ୍ୟତମ। କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି ଡାଉଟ୍ ଅଛି, କିଛି କ୍ୱେଶ୍ଚିନ୍ସ ଅଛି, କମେଣ୍ଟରେ ଜଣେଇବ। ଆଉ ଯଦି ଭଲ ଲାଗିଲା ଭିଡ଼ିଓ ଟିକେ ଲାଇକ୍ କରିଦିଅ, ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ୍ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢ଼ିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।